ଜୟ ଜଗନ୍ନାଥ। ଅନେକ ସମୟରେ ଆପଣ ଲକ୍ଷ୍ୟ କରିଛନ୍ତି ଯେ ନିଯୁକ୍ତି ଆଶାୟୀ ଭାଇ ଭଉଣୀମାନେ ହତୋତ୍ସାହିତ ହେଇଯାଉଛନ୍ତି ଆଉ ବହୁତ ସମୟରେ ଡିପ୍ରେସନରେ ବି ରହୁଛନ୍ତି। କାହିଁକିନା ଅନେକ ନିଯୁକ୍ତି ପ୍ରକ୍ରିୟା ବିଭିନ୍ନ କାରଣରୁ ହୁଏତ ପ୍ରଶାସନିକ ଅବହେଳା ହେଉ ବା ଆଡମିନିଷ୍ଟ୍ରେଟିଭ ଇନକମ୍ପିଟେନ୍ସି ହେଉ, ଏମିତି ଅନେକ କାରଣରୁ ନ୍ୟାୟାଳୟରେ ପଡ଼ି ରହିଛି। ଆଉ ନ୍ୟାୟାଳୟରେ ମାମଲା ପଡ଼ି ରହିବାର ଅନେକ କାରଣ ରହିଛି। ତାର ସବୁଠୁ ମୁଖ୍ୟ କାରଣ ହେଉଛି ଆପଣମାନେ ଜାଣିଛନ୍ତି ଯେ ନ୍ୟାୟାଳୟରେ ଏତେ ଗୁଡ଼ିଏ କେସ୍ ପେଣ୍ଡିଂ ହେଇକି ରହିଛି, ସେ ସବୁକୁ ଶୀଘ୍ର ଶୁଣାଣି କରି ତ୍ୱରାନ୍ୱିତ ଭାବରେ କରିବା ଏତେ ସହଜ ବି ନୁହେଁ। ତା ସହିତ ଯଦି ଯେଉଁ ଆଡ଼ଭୋକେଟ୍ ମାନେ ରହିଲେ ତାଙ୍କ ମାନେ ଭିତରେ ଯେଉଁ ତାଳମେଳ ରହିବା, ତା ସହିତ ସରକାର ବା ଅନ୍ୟ ଯେତେ ବି ପକ୍ଷ ରହିଲେ ସେମାନେ ସମସ୍ତେ ଯଦି ପରସ୍ପର ସହିତ ସହଯୋଗ ରକ୍ଷା କରିବେ ତାହେଲେ ତ୍ୱରିତ ନ୍ୟାୟ ସମ୍ଭବ ହୋଇପାରିବ। ତେଣୁ କାହାକୁ ଜଣକୁ ଦୋଷ ଦେଲେ କିଛି ହେବ ନାହିଁ। ସେମିତି ଅନେକ ଘଟଣା ଏମିତି ପଡ଼ି ରହିଛି। ତା ଭିତରୁ ଆପଣ ଜାଣିଛନ୍ତି ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କର ସେ ମାମଲା ହେଉ ବା ଆପଣ ଦେଖିଛନ୍ତି ଯେ ଫାୟାରମ୍ୟାନ୍ ଡ୍ରାଇଭର, ଏଇସବୁ ଯେଉଁ ପୋଷ୍ଟ ଗୁଡ଼ିକ ପାଇଁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଗତ ଜାନୁଆରୀ ମାସରୁ ଏ କେସ୍ ପଡ଼ି ରହିଛି। ଆପଣ କହିପାରିବେ ଯେ ବିଭିନ୍ନ କାରଣରୁ, ତ ସେଥିପାଇଁ ଆମେ କେବେ କାହାକୁ ଦୋଷ ଦେଇପାରିବା ନାହିଁ। ବରଂ ଆମେ କହିପାରିବା ତାରି ଭିତରେ ସରକାରର ପରିବର୍ତ୍ତନ ହେଲା ଆଉ ନ୍ୟାୟିକ ପ୍ରକ୍ରିୟା ଯାହା ବି ରହିଛି ଟିକେ କେଉଁଠି ନା କେଉଁଠି ସେଇଟା ଆମକୁ ମାନିବାକୁ ପଡ଼ିବ। କାହିଁକିନା ସବୁ ଜିନିଷକୁ ପରଖିଲା ପରେ ହିଁ ଯାଇକି ତ୍ୱରିତ ନ୍ୟାୟ ଦେବାର ବ୍ୟବସ୍ଥା ରହିଛି। ଏମିତି ନୁହେଁ ଯେ ତରବରି ଭାବରେ ଜଣେ କିଏ ହିୟରିଂ କରିଦେଇ ଦେଇପାରିବ। ତ ଏବେ ଯଦି ଦେଖିବେ ଆପଣମାନେ ଜାଣିଥିବେ ଯେ ଫାୟାରମ୍ୟାନ୍ କେସ୍ରେ ଏ ଲାଷ୍ଟ 15 ତାରିଖ ବି ହିୟରିଂ ହୋଇଥିଲା। ଆଉ ସେଇଥିରେ ମୁଁ ଯେଉଁ କଥା କହୁଥିଲି, ଯେଉଁମାନେ ପକ୍ଷଭୁକ୍ତ ହେବାକୁ ଚାହୁଁଥିଲେ ମୁଁ ମଧ୍ୟ ସହଯୋଗ କରିଛି। କିଛି ପିଲାଙ୍କୁ ଅନ୍ୟମାନଙ୍କୁ ବି ପରାମର୍ଶ ଦେଇଛି। ସେମାନେ ବିଭିନ୍ନ ଆଡ଼ଭୋକେଟ୍ଙ୍କ ମାଧ୍ୟମରେ ପକ୍ଷଭୁକ୍ତ ହେବାକୁ ଚେଷ୍ଟା ବି କରିଛନ୍ତି ଆଉ ପକ୍ଷଭୁକ୍ତ ବି ହୋଇଛନ୍ତି। ତେଣୁ ବର୍ତ୍ତମାନ ସେଇ ଯେଉଁ ହିୟରିଂ ବର୍ତ୍ତମାନ ଆର୍ଜେଣ୍ଟ ହେଇଛି 31 ଯେଉଁ ଜୁଲାଇରେ ପୁଣି ହିୟରିଂ ହେବ। କିନ୍ତୁ ଆପଣମାନେ ଏଇ କଥା ବି ଜାଣି ରଖନ୍ତୁ ଯେ ଯେତେବେଳେ ନ୍ୟାୟାଳୟରେ ମାମଲାଟି ରହୁଛି, ତେଣୁ ଏଇଥିପାଇଁ ମୁଁ କୁହେ ଆପଣ ଇଣ୍ଟରଭିନ୍ କରନ୍ତୁ, ପକ୍ଷଭୁକ୍ତ ହୁଅନ୍ତୁ, ଆପଣଙ୍କ ପକ୍ଷ ରଖିପାରିବେ। ତେଣୁ ଆପଣ ସେଦିନର ଯଦି ହିୟରିଂ ଦେଖିଥିବେ, ଜଣେ ଆଡ଼ଭୋକେଟ୍ ସିଏ ବି ଚାହୁଁଥିଲେ, ସିନିୟର ବି ଅଛନ୍ତି, ସେ ଚାହୁଁଥିଲେ ଯେ ନାହିଁ କିଛି ପୋଷ୍ଟ କୁ ରଖିଦେଇ ଅନ୍ୟ ବାକି ପୋଷ୍ଟରେ ନିଯୁକ୍ତି ଦେଇ ଦିଆଯାଉ, ତ୍ୱରିତ ଭାବରେ କାମ ହେଇଯିବ। କିନ୍ତୁ ସେଇଟାକୁ ଅବଜେକ୍ଟ ବି କରୁଥିଲେ ଆଉ ଜଣେ ସିନିୟର ଆଡ଼ଭୋକେଟ୍। ଇଭେନ୍ ମୁଁ ମଧ୍ୟ ସେଇଟାକୁ ଭାବୁଛି ଯେ ମୋର ବି ଷ୍ଟାଣ୍ଡ ସେଇଟା ଯେ ନା, ଯାହା ଫଇସଲା କରିବାର ଅଛି ସମ୍ପୂର୍ଣ୍ଣ ଭାବରେ ହେଇଯାଉ। ଥରେ ପଡ଼ିକି ରହିଗଲେ ତାର ସମାଧାନ କେବେ ହେବ, ସହଯୋଗ ମିଳିବ କି ନାହିଁ ଉଭୟ ପକ୍ଷରୁ, ସେଇଟା ଠିକ୍ ସେ ଜଣା ନାହିଁ। ତ ସେଥିପାଇଁ ଯାହା ବି ସମୟ ଟିକେ ଲାଗୁଛି ଲାଗୁ, କିନ୍ତୁ ସେଇଟା ସବୁଦିନ ପାଇଁ ସମାଧାନ ହେଇଯାଉ, ଏଇଟା ମୋର ବି ଆଶା। ଆଉ ଗୋଟିଏ ବି ଆସ୍ପେକ୍ଟ ରହିଛି ଯେ ଥରେ ଯଦି ନିଯୁକ୍ତି ପତ୍ର ଦିଆଯାଇଛି, ଯେକୌଣସି ଜିନିଷ ପାଇଁ ଯାହା ବି ତ୍ରୁଟି ରହିଛି କ'ଣ ସେଇଟା ଜାଣିନି, କିନ୍ତୁ ଜଣେ ଯେତେବେଳେ ନିଜର ସାର୍ଟିଫିକେଟ୍ ଦେଇଛନ୍ତି, ଏତେ ଦିନ ଅପେକ୍ଷା କରିଛନ୍ତି, ତାଙ୍କୁ ଏମିତି ତାଙ୍କର ଦୁଃଖକୁ ନ ଶୁଣି ଯଦି ନ୍ୟାୟ ପ୍ରଦାନ କରାଯାଏ ତାହେଲେ ତାଙ୍କ ପ୍ରତି ଅନ୍ୟାୟ ହେଇଯିବ। ସେଥିପାଇଁ ମୁଁ ଭାବେ ଯେ ଉଭୟ ପକ୍ଷକୁ ଯେମିତି ସୁହାଇଲା ଭଳି ଗୋଟିଏ ରାୟ ଆସୁ, ଯାହାଫଳରେ ଯେଉଁମାନଙ୍କ ଫର୍ରେ ଦିଆଯାଇଛି ନିଯୁକ୍ତି ପତ୍ର ସେମାନେ ଯେମିତି ସମସ୍ତେ ସେଥିରେ ପାଆନ୍ତୁ, ସେଇଟା ବି ଗୋଟେ ଦାବି ରହିବା ଦରକାର। ତା ଛଡ଼ା ଯେଉଁମାନଙ୍କର ଷ୍ଟାଚୁଟୋରୀ ପ୍ରୋଭିଜନରେ ଏଣ୍ଟାଇଟଲ୍ଡ ଅଛନ୍ତି, ତାଙ୍କର ରାଇଟ୍ସ ଅଛି, ସେ ଯେତେ ପରସେଣ୍ଟେଜ୍ ଅଫ୍ ଯେଉଁ ଅଛନ୍ତି ଆମର ହୋମଗାର୍ଡ଼ ଭାଇ ଭଉଣୀମାନେ ସିଏ ପାଇବେ, ସିଏ ପାଆନ୍ତୁ। ବା ଯେଉଁମାନେ ଆମର ତାଙ୍କର କିଛି ଗ୍ରେସ୍ ମାର୍କ ମିଳିବାର ଅଛି ସେଇଟା ବି ମିଳୁ, ଯାହା ବି ଯେଉଁଟା ତାଙ୍କର ରାଇଟ୍ସ ଅଛି ସେଇଟା ନିଶ୍ଚିତ ଭାବରେ ତାଙ୍କୁ ମିଳୁ, ସେଇଟା ବି ମୋର ବି କଥା। ତ ସେଇଭଳିଆ ଭାବରେ ଯଦି ମୁଁ କହିବାକୁ ଚାହେଁ ଏଇ ଯେଉଁ କେସ୍ଟି ବିଷୟରେ, କିଛି ପିଲା ମୋତେ ମେସେଜ୍ ବି କରିଥିଲେ ଆଉ ସେ କହୁଥିଲେ ଯେ 19 ତାରିଖ ଦିନ ସେମାନେ ଏକାଠି ହେଉଛନ୍ତି। କିନ୍ତୁ ମୁଁ କହିବି ଯେତେବେଳେ ମାମଲାଟି ନ୍ୟାୟାଳୟରେ ଅଛି, ତେଣୁ ମୁଁ ଭାବୁନି ତା'ର କୌଣସି ପ୍ରଭାବ ପଡ଼ିବାର କଥା ବା ଆମେ ରାସ୍ତାକୁ ଓହ୍ଲେଇଲେ ସେଇଟା ଠିକ୍ ହେବ ବୋଲି। ତଥାପି ଯଦି ଯେଉଁମାନେ ନିଜର ଗୋଟେ ଭଏସ୍ ବା ସ୍ୱର ଉଠେଇବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ଏତିକି ସଜେସନ୍ ଦେବି, ମୁଁ ତ ଏବେ ଗାଁରେ ଅଛି, ମୁଁ ଆପଣଙ୍କ ପାଖରେ ଯାଇ ଠିଆ ହେଇପାରିବି ନାହିଁ, ତା ଛଡ଼ା ଅନ୍ୟ କମ୍ପଲସନ୍ ରହିଛି। କିନ୍ତୁ ମୁଁ ଏତିକି ଆଡ଼ଭାଇସ୍ କରିବି, ଏଇଟାକୁ ଗୋଟେ ବିଦ୍ରୋହ ବୋଲି ନ ଭାବି ଅତ୍ୟନ୍ତ ଭଦ୍ରାମୀର ସହିତ ୱିଦାଉଟ୍ ରେଜିଂ ଏନି ସ୍ଲୋଗାନ କିଛି ନ ଦେଇ ନିରବତାର ସହିତ ଯଦି ପ୍ରାର୍ଥନା କରିବେ ଉଭୟ ସରକାରଙ୍କୁ ଆଉ ନ୍ୟାୟାଳୟକୁ ଯେ ଏହାର ତ୍ୱରିତ ଶୁଣାଣି ହେଉ ଆଉ ସଠିକ୍ ଭାବରେ ଆଉ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ এই ମାମଲାଟାକୁ ଖୁବ୍ ଶୀଘ୍ର
ସମାଧାନ ହେଉ ଏତିକି ଆପଣମାନେ ପ୍ରାର୍ଥନା କରିପାରିବେ। ଆଉ ସେଥିପାଇଁ ତ ମୁଁ କହିବି ଲେଖିକି ବି ଆପଣମାନେ ଦେଇପାରିବେ ମାନେ ଯଦି ନ୍ୟାୟାଳୟକୁ ଦେବାକୁ ଚାହୁଁଛନ୍ତି ବା ସରକାରଙ୍କୁ ଦେବାକୁ ଚାହୁଁଛନ୍ତି। କିନ୍ତୁ ଏମିତି ରାସ୍ତାକୁ ଆସି ବିଦ୍ରୋହ କରିବା ବା ସ୍ୱର ଉଠାଇବା ଯେତେବେଳେ ମାମଲାଟି ବିଚାରାଧୀନ ରହିଛି, ଏଇଟା ମୁଁ ଭାବୁଛି ଏଇଟା ଆଦର୍ଶ ଆଚରଣ ନୁହେଁ। କିନ୍ତୁ ଯେହେତୁ ଆପଣମାନେ ଡିସାଇଡ୍ କରିଛନ୍ତି ଜଣେ ଜନତାଙ୍କର ସ୍ୱର ସେଟା ତାଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ସ। କିନ୍ତୁ ମୁଁ ଏଇଠି ସଜେଷ୍ଟ କରିବି ବଡ଼ ଭାଇ ହିସାବରେ, ଜଣେ ଆଡ଼ଭୋକେଟ୍ ହିସାବରେ, ଯେ ଆପଣମାନେ ଯଦି ବି ଭାବୁଛନ୍ତି ଠିଆ ହେବେ, ତାହେଲେ ଆପଣ ଏଇଟା ଗୋଟେ ସିମ୍ବଲିକ୍ ପ୍ରୋଟେଷ୍ଟ ବୋଲି ନ ଭାବି ଏଇଟା ଗୋଟେ ସମୂହ ପ୍ରାର୍ଥନା ବୋଲି ଭାବନ୍ତୁ। ଆଉ ନିରବତାର ସହିତ କୌଣସି ହୋହାଲ୍ଲା ନ କରି ବା କୌଣସି ଦାବି ମାନେ ମାଗୁଛନ୍ତି ବୋଲି ଗୋଟେ କିଛି ଗୋଟେ ସ୍ଲୋଗାନ ଦେବା, ସ୍ଲୋଗାନିୟରିଂ କରିବା, ସେଇଟା ନିଶ୍ଚିତ ଭାବରେ ଏଇଟା ଠିକ୍ ହେବ ନାହିଁ। ଆଦୌ କାହା ବିରୁଦ୍ଧରେ ବା କାହା ସପକ୍ଷରେ ନାରାବାଜି କରନ୍ତୁ ନାହିଁ। କେବଳ ନିଜର ଗୋଟେ ପ୍ରାର୍ଥନା କରିପାରିବେ, ଅନୁରୋଧ କରିପାରିବେ, ଆଉ ହାତ ଯୋଡ଼ି ସେତିକି ସହାୟତା ଉଭୟ ନ୍ୟାୟାଳୟରୁ ଆଉ ଗୋଟିଏ ଅଙ୍ଗ ଯେଉଁଟାକି ଏକ୍ଜିକ୍ୟୁଟିଭ୍ କାର୍ଯ୍ୟପାଳିକାରୁ ସେଇଟା ଆପଣ ଦାବି ନୁହେଁ ବରଂ ପ୍ରାର୍ଥନା ରଖିପାରିବେ। ସେଥିରେ ମୁଁ କିଛି ଆପଣଙ୍କୁ ନା କହିପାରିବି, ନା ସେଇ ଅଧିକାର ମୋର ଅଛି, ନା ମୁଁ କହିବି ଯେ ଏଇଟା କରିବା ଠିକ୍। କିନ୍ତୁ ମୁଁ କହିବି ଯେ ଯଦି ଆପଣ ଓହ୍ଲେଇବେ ବୋଲି ମନସ୍ଥ କରିଛନ୍ତି, ତାହେଲେ ଅନ୍ତତଃପକ୍ଷେ ନିରବତାର ସହିତ ନିରବ ପ୍ରାର୍ଥନା ଯେମିତି କରାଯାଏ ସେମିତି ପ୍ରାର୍ଥନା କରନ୍ତୁ। ଯାହା ବି ଆପଣଙ୍କର ଗୋଟେ ପ୍ରାର୍ଥନା ରହିଛି ତାକୁ ଲିଖିତ ଆକାରରେ ପଠାଇ ପାରନ୍ତି, ମାନେ ସରକାରଙ୍କ ପାଖରେ ନିବେଦନ ରଖିପାରନ୍ତି, ତା ସହିତ ନ୍ୟାୟାଳୟଙ୍କ ସମ୍ମୁଖରେ। କିନ୍ତୁ ଏଇଟା କେବେ ବି ଗ୍ରହଣୀୟ ନୁହେଁ। ଏମିତି ଯଦି ଆମେ ଉଚ୍ଚ ସ୍ୱରରେ ବା କିଛି ଗୋଟେ ଦାବି ନେଇ ନାରାବାଜି କରିବା ବା ରାଲି କରିବା, ସେଇଟା ଠିକ୍ ହେବ ନାହିଁ। ତେଣୁ ଇଏ ଥିଲା ମୋର ବ୍ୟକ୍ତିଗତ ମତ। ତେଣୁ ଆପଣ ଆପଣଙ୍କର କାର୍ଯ୍ୟପନ୍ଥା ନିଜେ ସ୍ଥିର କରିପାରିବେ ବା ଯେଉଁମାନେ ଆପଣଙ୍କର ଶୁଭଚିନ୍ତକ ଅଛନ୍ତି ବା ଯେଉଁମାନଙ୍କର ପରାମର୍ଶ ନେଇ ଆପଣ ଆଗକୁ ବଢ଼ୁଛନ୍ତି ସେମାନଙ୍କର ପରାମର୍ଶ ନେଇ କରିପାରିବେ। ଇଏ ଥିଲା ମୋର ବ୍ୟକ୍ତିଗତ ଭାବରେ ଆପଣମାନଙ୍କୁ ମୋର କିଛି ପରାମର୍ଶ। ଆଶା କରୁଛି ଆପଣମାନେ ଧୈର୍ଯ୍ୟ ସହିତ ଏହି ସମୟକୁ ମୁକାବିଲା କରିବେ। ଆଉ ତା ସହିତ ମୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯେ ନିଶ୍ଚିତ ଭାବରେ ସେ ଆପଣଙ୍କର ସମସ୍ୟାର ସମାଧାନ ପାଇଁ ଆଶୀର୍ବାଦ କରନ୍ତୁ, କୃପା କରନ୍ତୁ, ଯାହାଫଳରେ ଯଥାଶୀଘ୍ର ଆପଣଙ୍କୁ ଆପଣଙ୍କର ଏହି ସମସ୍ୟାରୁ ମୁକ୍ତି ମିଳି ନିଯୁକ୍ତି ମିଳିବ। ତା ସହିତ ଆମ ଜନସାଧାରଣଙ୍କୁ ଆପଣମାନଙ୍କର ସେବା ଉପଲବ୍ଧ ହେବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।